ସେଦିନ ନୀଳ ଆକାଶ ମେଘାଚ୍ଛନ୍ନ ଥିଲା। ଶ୍ରୀକ୍ଷେତ୍ରରେ ମେଘ ଘୁମୁରୁଥିଲା। ହଠାତ୍ ନୀଳଚକ୍ରରୁ ପତିତପାବନ ବାନାକୁ ଫିଟାଇ ଆକାଶରେ ଉଡ଼ି ବୁଲିଲା ଚିଲ ପକ୍ଷୀଟିଏ। ହଠାତ୍ ଏଭଳି ଦୃଶ୍ୟ ଦେଖି ଭକ୍ତମାନେ ଆଶ୍ଚର୍ଯ୍ୟ ହୋଇଗଲେ। କାହିଁ କେବେ ହେଲେ ଏଭଳି ଘଟଣା ତ କେବେ ଘଟିନି। କ'ଣ ହେବାକୁ ଯାଉଛି ଆଗକୁ? ମହାପ୍ରଭୁ ଜଗନ୍ନାଥ କ'ଣ ସଙ୍କେତ ଦେଉଛନ୍ତି ଆଜି କିଛି ଜଣାପଡ଼ୁନି। କୁହାଯାଏ ସେ ଜଗତର ନାଥ କାଳିଆ ସାଆନ୍ତଙ୍କ ପାଖରେ ଜାତି ଅଜାତି ବୋଲି କିଛି ନାହିଁ। ନାହିଁ ତା ପାଖରେ ଛୁଆଁ ଅଛୁଆଁ ଭେଦଭାବ, ନାହିଁ ତା ପାଖରେ ଶୁଭ ଅଶୁଭ, ନାହିଁ ତା ପାଖରେ କେହି ଛୋଟ ବଡ଼। ସମଦୃଷ୍ଟି ଦିଆ ଠାକୁର ସେ। ସେଥିପାଇଁ କୁହାଯାଏ ସର୍ବମଙ୍ଗଳ ଜଗନ୍ନାଥ ସର୍ବ ହୋଇ ସିଦ୍ଧ। ସେ ଭାବ ବିନୋଦିଆ ଠାକୁର। ତାକୁ ଥରେ ଯେ ଭାବରେ ଡାକିଦିଏ, ସେ ଯେଉଁ କାମ କଲେ ସବୁ ହୋଇଯାଏ ଶୁଭ। ସବୁ ବାଧାବିଘ୍ନ ଟଳିଯାଏ। ଆଉ ଏ ତ ସାମାନ୍ୟ ପକ୍ଷୀଟାଏ। ଭଗବାନ ଦେଇଛନ୍ତି ତାକୁ ଛୋଟିଆ ଜୀବନ। ତାର ବି ଅଛି ମହାପ୍ରଭୁଙ୍କ ଦର୍ଶନ ଓ ଏ ପକ୍ଷୀ ଜୀବନରୁ ମୁକ୍ତି ପାଇବାର ଲାଳସା। ସେଥିପାଇଁ ସେ ମହାପ୍ରଭୁଙ୍କ ଟିକିଏ କୃପା ପାଇବାକୁ ଶ୍ରୀମନ୍ଦିର ଚାରିପଟେ ଘୂରି ବୁଲିଛି। ନିଜର ସବୁ କିଛି ମହାପ୍ରଭୁଙ୍କ ଉପରେ ସମର୍ପଣ କରି ସେ ପତିତପାବନ ବାନାକୁ ଧରି ନୀଳ ଆକାଶରେ ଆନନ୍ଦର ସହ ଉଡ଼ି ଯାଇଛି। ଯେଉଁ ପତିତପାବନ ବାନାର ସ୍ପର୍ଶ ପାଇଁ ସକଳ ଜନ୍ତୁଜୀବ ଲାଳାୟିତ, ଆଜି ମହାପ୍ରଭୁ ଦେଇଛନ୍ତି ସେହି ପକ୍ଷୀଟିକୁ ତାଙ୍କର ଆଶୀର୍ବାଦ ରୂପକ ସ୍ପର୍ଶର ସୁଯୋଗ। ଯେଉଁଥିପାଇଁ ସେହି ପକ୍ଷୀ ପତିତପାବନ ବାନାକୁ ଧରି ଆନନ୍ଦରେ ବିଚରଣ କରୁଛି। କେହି କେହି ଏହି ଦୃଶ୍ୟକୁ ଶୁଭ ବୋଲି କହୁଥିବା ବେଳେ କେହି କେହି ଏହାକୁ ଅଶୁଭ ବୋଲି କହୁଛନ୍ତି। ହେଲେ ଆମେ ହେଉଛେ ସାଧାରଣ ମାନବ। ମହାପ୍ରଭୁଙ୍କ ନିର୍ଦ୍ଦେଶ ବିନା କିଛି ବି ସମ୍ଭବପର ନୁହେଁ। ଯାହାଙ୍କ ଲୀଳା ଅଗୋଚର ସେ ଏକା ପ୍ରଭୁ ନିରାକାର। ତେଣୁ ଯାହା ବି ହେବ ସବୁ ସେହି ମହାବାହୁଙ୍କ ଇଚ୍ଛାରେ ହିଁ ହେବ। ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟ, ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା କଶ୍ଚିତ୍ ଦୁଃଖ ଭାଗ୍ ଭବେତ୍। ଓମ୍ ଶାନ୍ତି ଶାନ୍ତି ଶାନ୍ତି। ସମସ୍ତେ ଲେଖିବା ଜୟ ଜଗନ୍ନାଥ।